ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାରିକ ଭାଇ ସେବା ସଂଘ ତରଫରୁ ଏକ ରକ୍ତଦାନ ଶିବିର ସୋୟଲପୁର ସ୍ଥିତ ଦୁର୍ଗା ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ପରେ ସଂଘର ସଦସ୍ୟଙ୍କ ସमेत ସାଧାରଣ ଲୋକମାନେ ରକ୍ତଦାନ କରିଥିବା ବେଳେ ଏହି ଶିବିରରେ ମୋଟ 80 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ତେବେ ବାଲେଶ୍ୱର ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଲକ୍ଷ୍ୟ କରି ବାରିକ ଭାଇ ସେବା ସଂଘ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଥିବା ସଂଘର ସଭାପତି ରମାକାନ୍ତ ବେଜ ସୂଚନା ଦେଇଛନ୍ତି। ରମାକାନ୍ତ ବେଜ ବାରିକ ଭାଇ ସେବା ସଂଘର ସଭାପତି। ବାଲେଶ୍ୱର ମେଡିକାଲରେ ବ୍ଲଡ ଅଭାବ ଥିବାରୁ ବହୁତ ରୋଗୀ ହଇରାଣ ହେଉଥିବାରୁ ଆମେ ଭାବିଲୁ ଯଦି କିଛି ଆମେ ବାରିକ ସଂଘ ତରଫରୁ ଆମେ କିଛି ବ୍ଲଡ ଦେବୁ ତାହେଲେ କିଛି ଲୋକ ଉପକାର ପାଇବେ। ଆଉ ଏ ସଂଘର ସବୁ ଆମେ ଏକତା କରିକି ଆଜି ସେଇ ବ୍ଲଡ ଦାନ କରିବା ପାଇଁ ଉତ୍ସାହ କରୁ। ଆମେ ଏବେଠୁ ଆମେ ପ୍ରେରଣା ପାଇଲୁ ଯେ ଫାଷ୍ଟ ଆମେ କହିଲୁ ଏହାପରେ ପ୍ରତ୍ୟେକ ବର୍ଷ ଆମେ ଏମିତି କେମିତି ଦେଇପାରିବୁ ଆମ ବାରିକ ପିଲାମାନଙ୍କୁ ନେଇକି ତା ପାଇଁ ଆମେ ପ୍ରୟାସ କରୁ।